ମୁଁ ବସିକି ଏଠି ଚିନ୍ତା କରୁଛି ଯେ ସୁଭଦ୍ରା ଯୋଜନା ଟଙ୍କା ସମସ୍ତଙ୍କର ଅଲରେଡ଼ି 5,000 ଟଙ୍କା ଲେଖା ଆସି ସାରିଲାଣି, ମୋର କାହିଁକି 5,000 ଟଙ୍କା ଆସିନି? ମୁଁ ସେଇ ବିଷୟରେ ବସିକି ଏଠି ଚିନ୍ତା କରୁଛି କ'ଣ କିଣିବି। ଏଠି ଟେଲର ମେସିନ୍ ଅଛି, ଆଉ ଟେଲର ମେସିନ୍ କିଣିବା ଦରକାର ନାହିଁ। ଜିଗଜାଗ ମେସିନ୍ କିଣିଦେବି କି? ଗୋଟେ ଜିଗଜାଗ ମେସିନ୍ଟେ କିଣିଦେବି, ଠିକ୍ ହେବ ନା? ଠିକ୍ ଅଛି, ମୁଁ ଜିଗଜାଗ ମେସିନ୍ କିଣି ସାରିଲା ପରେ ଆଉ କ'ଣ କିଣିବି ବୋଲି ଭାବୁଛି। କାନର ଗୋଟେ କାନର ସୁନା କିଛି ଅଛି, କାନରେ ପକେଇକି ଉପର କାନ ଫୁଲଟେ କରିଦେବି କି? ମୋ ଦିଲ୍ଲୀରେ ମୋର ଗୋଟେ ସାଙ୍ଗ ଗୋଟେ ଲକ୍ଷ୍ୟ ଅଛି, ସେ ମୋତେ ଫୋନ୍ କରିଛି ଯେ ମୁଁ ଦୁର୍ଗା ପୂଜାରେ ବୁଲିବାକୁ ଯିବି। ସେଠି ମୁଁ ଦୁର୍ଗା ପୂଜାରେ ବୁଲିବାକୁ ଯିବି, 5,000 ଟଙ୍କା ରଖିଦେବି, ସେଇଠି ବୁଲାବୁଲି କରିବାକୁ ଯିବି କି ନା ସପିଂ କରିଦେବି, ଶାଢ଼ୀ ଲୁଗାପଟା ଡ୍ରେସ୍ ପଟା ସବୁ କିଣିଦେବି? ନା ଆଉ ଗୋଟେ କାମ ହେବ। ମୁଁ କେତେ କଥା ଭାବୁଛି, ମୋତେ ରାତିରେ ନିଦ ହେଉନି। ସମସ୍ତେ 5,000 ଟଙ୍କା ଲେଖା ପାଇସାରିଲେଣି, ମୁଁ କାହିଁକି 5,000 ପାଉନି? ମୋତେ ସବୁବେଳେ ଟେନସନ୍ ଲାଗୁଛି। ଯେଉଁଦିନ ଟଙ୍କା ପାଇମି ସିଧା ମୋ ସ୍ୱାମୀକି ଧରେଇଦେମି, ମୁଁ ଏତେ ଟେନସନ୍ରୁ ମୁକ୍ତି ପାଇମି। ମୋ ସ୍ୱାମୀ ଗୋରୁ ଭଳିଆ ପାନ ଚୋବଉଛନ୍ତି, ତାଙ୍କୁ ଧରେଇଦେମି, ସେ ତାର ପାନ ବସିକି ଖାଇବେ। ମୋତେ ଯେତିକି ଭଲ ପାଉଛନ୍ତି ଆହୁରି ଅଧିକ ଭଲ ପାଇବେ, ମୋତେ ବହୁତ ଭଲ ପାଇବେ। ଠିକ୍ ଅଛି ନା?